কলে ভাবে পূর্ব কর্ম বলে জন্মই ভারত শয়লে কলে যে পূর্ব জন্মরে তপস্যা করিথিব সে ভারত বর্ষরে জন্ম হব। তেণু আমি ভারত বর্ষরে জন্ম হইচন্তি মানে পূর্ব জন্মরে তপস্যা করিছন্তি না করিনান্তি? নিশ্চিত না। আমি পূর্ব জন্মরে তপস্যা করিছন্তি বলি ভারতরে জন্ম হইচন্তি। কিন্তু ভারতরে জন্ম হইকিরি যে ভারতীয় জীবন ধারাକୁ স্বীকার ন করিবা তাকে ভারতীয় বলি কুহাଯିବ না। তেণু মন ধ্যান দেই শুনিবে ভারত বর্ষরে প্রতি যুগরে ভগবান দেহ ধারণ করନ୍ତି। তেবে ভারত বর্ষরে অভিরাম পরমহংস দেব তাଙ୍କର ସନାତନ ଧର୍ମାର୍ଥ ଗୀତା କୋଇଲି ଶିକ୍ଷାରେ କହିଲେ କହିଲେ ଏଣୁ ଦୟା ମୟଙ୍କର ଅଛି ଅବତାର ଗୋପନ ହୋଇ ଅଛନ୍ତି ଭାରତ ଭୂମିର। କହିଲେ ପ୍ରଭୁ ଧରାପୃଷ୍ଠକୁ ଆସି ସାରିଛନ୍ତି ସେ ଗୋପନରେ ଭାରତ ଭୂମିରେ ଅଛନ୍ତି। କାରଣ ଭଗବାନ ସବୁବେଳେ ଗୋପନ ସେ ଦେଖେଇ ହୁଅନ୍ତି ନାହିଁ। ତେବେ ଯାହା ହଉ ମାନେ ଭଲ ଜିନିଷର କେତେବେଳେ ଆଡଭର୍ଟାଇଜମେଣ୍ଟ ହୁଏ ନାହିଁ। ଆମେ ସିନା ଭଗବାନଙ୍କ ସମ୍ପର୍କରେ କଥା କହୁଛେ ଭଗବାନ କହନ୍ତୁ କି ମୁଁ ଭଗବାନ ବୋଲି। ତେଣୁ ଭାଇ ଭଉଣୀ ମାନେ ତେବେ କହିବାର ତାତ୍ପର୍ଯ୍ୟ ହେଲା ଭାରତ ଦେଶ ତେବେ କୋଉ ରାଜ୍ୟରେ ପ୍ରଭୁ ଆସିବେ? ଓଡ଼ିଶାରେ। କୋଉଠି ଲେଖା ଅଛି? ସେଇଠି କପିଳ ସଂହିତାର କପିଳ ମୁନି କହିଲେ ଉତ୍କଳସ୍ୟ ସମଦେଶ ଦେଶ ନାସ୍ତି ମୋହି ତଳେ। ତେବେ ଓଡ଼ିଶାରେ ପ୍ରଭୁ କଳି ଯୁଗରେ ଆସିଲେ। ଯେତେବେଳେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଆସିଲେ ଅଯୋଧ୍ୟାରେ ଆସିଲେ ବି ତାହା ହେଲା ଉତ୍ତରପ୍ରଦେଶ। ଦ୍ୱାପର ଯୁଗରେ ପ୍ରଭୁ କୃଷ୍ଣ ଆସିଲେ କଂସର ବନ୍ଦୀଶାଳାରେ ମଥୁରାପୁରରେ ସେଟା ହଉଛି ଉତ୍ତରପ୍ରଦେଶରେ। କିନ୍ତୁ କଳି ଯୁଗରେ ପ୍ରଭୁ ଯେତେବେଳେ ଆସିବେ ଶିଶୁ ଅନନ୍ତ ଦାସ ଲେଖି ଦେଉଛନ୍ତି ତାଙ୍କର ଭବିଷ୍ୟତ ପୁରାଣ ମାଳିକା ପ୍ରଥମ ଅଧ୍ୟାୟ ତୃତୀୟ ପୃଷ୍ଠା। କଣ ଲେଖିଛନ୍ତି? କହିଲେ କଳିକି ଅବତାର ଓଡ଼ିଶା ମଣ୍ଡଳେ ତୁମ୍ଭେ ଜନମ ହୋଇବ ଦୁଷ୍ଟ ଜନ ନାଶୀ ଭକ୍ତଙ୍କୁ ଶ୍ୱାସୀ ଧର୍ମକୁ ତୁମ୍ଭେ ପାଳିବ। କହିଲେ ପ୍ରଭୁ ଯେତେବେଳେ ଆସିବେ ଓଡ଼ିଶା ମାଟିରେ ଆବିର୍ଭାବ ହେବେ, ଓଡ଼ିଶାରେ ଆସିବେ। ଆହୁରି ମଧ୍ୟ ଯାଇଫୁଲ ମାଳିକାରେ ଅଚ୍ୟୁତାନନ୍ଦ ଲେଖିଛନ୍ତି ହରି ହରି ଜନେ ଜଗନ୍ନାଥ ବିଜେ ଗୌରବ ଓଡ଼ିଶାର ପିତା ଯକ୍ଷରେ ମାତା ସକ୍ଷରେ ଗ୍ରାମ ଥିବ ମକ୍ଷର। କହିଲେ ପ୍ରଭୁ କୋଉଠି ଆସିବେ ନା ଓଡ଼ିଶାରେ ଆସିବେ। ଉତ୍କଳମଣି ଗୋପବନ୍ଧୁ ଦାସ ଲେଖୁ ଲେଖୁ ତାଙ୍କର ଦେଶାତ୍ମବୋଧକ କବିତାରେ ବି ଉଲ୍ଲେଖ କରିଛନ୍ତି ଆମମାନଙ୍କୁ ସଚେତନ କରେଇଦେବା ପାଇଁ। ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ମାନେ ଭାଗବତ କହିଲେ ସେବା କାର୍ପଣ୍ୟ ଭକ୍ତି ବଳେ କିବା ଅସାଧ୍ୟ ମୋହିତଳେ। ଜନତା ଜନାର୍ଦ୍ଦନକୁ ଯିଏ ସେବା ଦବ ତା ଭିତରେ ଈଶ୍ୱରୀୟ ଚେତନା ଜାଗରଣ ହେଇଯାଏ ଆପେ ଆପେ। ତେଣୁ ଦେଶାତ୍ମବୋଧକ କବିତାରେ ଆମମାନଙ୍କୁ ଉଜ୍ଜସ୍ୱିନୀ ତେଜସ୍ୱିନୀ ବାଡ଼ି ଦେଇ ଜାତିପ୍ରୀତି ସୃଷ୍ଟି କରିବା ବେଳେ ଏ ଗୋପବନ୍ଧୁ ଯେତେବେଳେ ଲେଖିଲେ ତାଙ୍କର ତ କବିତାରେ ଝରି ଆସିଲା ଆଉ ଅବତାରବାଦର କଥାଟା ଆଉ। କହିଲେ କ୍ଷୀଣ ହୁଏ ଯେବେ ଧାର୍ମିକ ଶକତି ଓହ୍ଲାଇ ଆସନ୍ତି ପ୍ରଭୁ ବିଶ୍ୱପତି ନ ଟକେ କାର୍ଯ୍ୟ ନେତାର ଅଭାବେ ଧର୍ମ ନାବ ଚଳେ ଧର୍ମର ପ୍ରଭାବେ ବିଶେଷ ଉତ୍କଳେ ନାହିଁ ପ୍ରୟୋଜନ ଉତ୍କଳର ନେତା ନିଜେ ନାରାୟଣ। ହରି ହରି ବୋଲ। କହିଲେ କଳି ଯୁଗରେ ଯେତେବେଳେ ଧର୍ମ ସଂସ୍ଥାପନ ହବ ପ୍ରଭୁ ପରମାତ୍ମା ଯେତେବେଳେ ଦେହ ଧାରଣ କରିବେ ଏଇ ଉତ୍କଳ ମାଟିରେ ଦେହ ଧାରଣ କରି ସେ ନେତୃତ୍ୱ ନେବେ। ତେବେ ସଜନ ବୃନ୍ଦ ଇଏ ଭାରତ ଦେଶ ଓଡ଼ିଶା ରାଜ୍ୟ କୋଉ ଜିଲ୍ଲାରେ ପ୍ରଭୁ ଆସିବେ? ଭୂଖଣ୍ଡରେ। କୋଉ ଭୂଖଣ୍ଡରେ ପ୍ରଭୁ ଆସିବେ? ସଂସ୍କୃତ ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ 24 ନମ୍ବର ଶ୍ଲୋକ ମହର୍ଷି ବ୍ୟାସଦେବ ରଚନା କରିଛନ୍ତି। କହିଲେ ତତଃ କଳୌ ସମ୍ପ୍ରବୃତେ ସମ୍ମୋହାୟ ସୁରଦିଶା ଭୋ ନାମ୍ନା ଜନସୂତଃ କିଙ୍କଟେଷୁ ଭବିଷ୍ୟତି। କହିଲେ କଳି ଯୁଗରେ ପ୍ରଭୁ ପରମାତ୍ମା ଯେତେବେଳେ ଦେହ ଧରିବେ କିଙ୍କଟ ନାମକ ସ୍ଥାନରେ ଆସିବେ। ଏ କଥାକୁ ଓଡ଼ିଆ ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ମଧ୍ୟ ଜଗନ୍ନାଥ ଦାସ ଲେଖିଛନ୍ତି। କହିଲେ କଳିଆ ଗମେ ଭାବଗ୍ରାହୀ ପାଷାଣ୍ଡ ଜନ ମନ ମୋହି ଜ୍ଞାନ ଉଦ୍ଦେଶ୍ୟ ଭଗବାନ ମୋହିବେ ଅସୁରଙ୍କ ମନ ଉଧରୁ ପରେ ନିଜ ଘରେ ଜନ୍ମିବେ କିଙ୍କଟ ନଗରେ। ପ୍ରଭୁ କୋଉଠି ଆସିବେ? କିଙ୍କଟ ନଗରରେ। ତେବେ କିଙ୍କଟ ନଗର କୋଉଟା? ଜଗନ୍ନାଥ ଦାସ ସିନା ଧ୍ୟାନରେ ବସିଲେ ଯେ ଯାହା ପ୍ରଭୁ ପରମାତ୍ମା ଅକ୍ଷର ଖସେଇଲେ ସେ ଲେଖିଦେଲେ ଯାହା ସେ କଲେ ପିତ ବାସ କହଇ ଜଗନ୍ନାଥ ଦାସ। ତେଣୁ ପ୍ରଭୁ ସିନା ଅକ୍ଷର ବ୍ରହ୍ମ ଖସେଇଲେ ବୋଲି ଇଏ ଲେଖିଦେଲେ କିନ୍ତୁ ଇଏ ସିନା ଲେଖିଦେଲେ ଯନ୍ତ୍ରବତ ଇଏ କିଙ୍କଟ ନଗର କୋଉଟା ଖୋଜିକିରି ପାଇଲେ।
कौन पाई ना द्वापर जुगरे भागवत रचना काल रे ओडिशार से भूखंड थिला किंकट किंतु जेते बेले महापुरुष अच्युतानंद आजको 575 वर्ष तले मालिका रचना करूचंती जगन्नाथ दास मध्य रचना कले भागवत से भागवत रचना काल रे से खोजिले ओडिसा रे किंकट नामक स्थान से खोजिकरी पाइले परिवर्तन होइछ कारण जगार नाम धीरे धीरे परिवर्तन हो जाए जदि मांद्राज हेगला तमिलनाडु बॉम्बे हेगला मुंबई मद्रास हेगला चेन्नई जगार नाम परिवर्तन हो जाए तेनु किंकट खोजिला बेलू से पाइले तेनु पुणी थरे निर्विकल्प समाधि रे बसिले परमात्मा को प्रश्न पचारिले प्रभु आपणकर अवतार क्षेत्र ओडिशा माटी रे उत्कीर्ति सीमंतिनी उत्कल प्रदेश से पवित्र भूखंड जो स्थान रे आपण आसीबे से जिला से स्थानटा को जगह सेटा प्रश्न पचारला परे समाधि जोगरे प्रभु परमात्मा उत्तर देले उत्तर पाइला परे जगन्नाथ दास ध्यान रे उठिले लिखिदेले गोटिए मालिका मालिकार ना कଳି भविष्य मालिका चतुर्थ अध्याय कौन कहिचंती प्रभु निजे परमात्मा कहुचंती प्रत्यक्ष उक्ति को जगन्नाथ दास लिखिचंती कमल पूरे कमल आसन कमल पूरे कमल आसन किंकटपुर रे पूजन कटक मरावती देशन कटक मरावती देशन परे देखिबु दय भज भज रे मनुआ जगे नंदन भक्ति पारिले पाइबु परमधन कले कमलपुरे कमल आसन किंकटपुर रे हबु जन्म तबे से किंकटपुर कोटा ता तळ धाडी रे कहले कटक अमरावती जे स्थान करे देखिबु उदय ब्रह्म ब्रह्म उदय हेबे करे माने क कार रे कलिजुगर लीलाटी संपूर्ण संपन्न हो क अक्षर कलिजुग आग अक्षर क कल्की अवतार आग अक्षर क